ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। ଆଜିର କବି ହେଉଛନ୍ତି ବିନୋଦ ଚନ୍ଦ୍ର ନାୟକ ଓ ତାଙ୍କ ରଚିତ ଚନ୍ଦ୍ରଲୋକରେ ସନ୍ଧ୍ୟା କବିତାର ଲିଖିତ ଆଲୋଚନା କରିବା ପୂର୍ବରୁ ମୁଁ ମୂଳ କବିତାଟିକୁ ବର୍ତ୍ତମାନ ପାଠ କରୁଅଛି। କବିତାର ଶୀର୍ଷକ ଚନ୍ଦ୍ରଲୋକରେ ସନ୍ଧ୍ୟା। କବି ବିନୋଦ ଚନ୍ଦ୍ର ନାୟକ। ସନ୍ଧ୍ୟା ଆସେ ନାରଙ୍ଗ ଦିନାନ୍ତେ, ତାରା ଛାୟା ତୋରଣର ପ୍ରାନ୍ତେ। ଏ ପ୍ରାନ୍ତର ଚନ୍ଦ୍ରର ପ୍ରାନ୍ତର, ଏ ପ୍ରାନ୍ତର ଗୈରିକ ମରୁଭୂ। ଗୈରିକ ବଳୟ ଶେଷେ କୃଷ୍ଣଶିଳା ଆକାଶେ ଆକାଶେ, ତୁମରି ପୃଥିବୀ ଉଏଁ ମେଘ କଳଙ୍କିତ। ସାଗର ମେଖଳାପତି ତୁମରି ପୃଥିବୀ, ନୀଳ ଶ୍ୟାମ ସ୍ନାତ। ନୈଋତରେ ରକ୍ତଜବା ଶନିର ଇଙ୍ଗିତ, ଏ ପ୍ରାନ୍ତର କରେ କୁଙ୍କୁମିତ। ଏ ପ୍ରାନ୍ତର ଆଗ୍ନେୟଗିରିର ଚିତା ଚିତ୍ରାଙ୍କିତ। ଗୋଧୂଳି ଅରୁଣ ପ୍ରଗଳ୍ଭ ବିଳାସ ନାହିଁ ଆଣେ ଏ ପ୍ରାନ୍ତରେ। ଏ ପ୍ରାନ୍ତର ଶ୍ମଶାନରେ ନିର୍ଜନତା ସୃଜି, ତୁମରି ପୃଥିବୀ ଉଇଁ ଆସେ ଉଦ୍ଭିଦଜ। ଶ୍ୟାମଳ ଆଲୋକ ନିଷିକ୍ତ କରେ ଏ ପ୍ରାନ୍ତ। ଏ ପ୍ରାନ୍ତର ପ୍ରେତ ଚରାଭୂଇଁ, ଦୁଶୀଳା ମନ୍ଥରା ସମ ଦୀପିତା ପୃଥିବୀ। ବିଷପାତ୍ର ଛାୟା ତଳେ ମାୟାବିନୀ ଛବି କରଇ ସୃଜନ, ହେଇ ଦୂରେ ଭୂଖଣ୍ଡ ଲାଞ୍ଛନ ତଳେ ଚାଲେ ସମ୍ପ୍ରସାରଣ ଯୋଜନା। ଛିଦ୍ର ପାତ୍ର ସମତହୁଁ ମଧୁ ବିନ୍ଦୁ ସ୍ରବେ, ପରିଚାଳକର ଭାଣ୍ଡେ ମଧୁ ଚକ୍ରେ ଯେବେ। ମଧୁମକ୍ଷିକାର ଚକ୍ରେ ସହଯୋଗହୀନ ଆନ୍ଦୋଳନ, ମାରଣ ମନ୍ତ୍ରରେ ହୁଏ ଆଗ୍ନେୟ ବର୍ଷଣ। ଏଇ ତ ପୃଥିବୀ, ଏକଦା ଆଦମ ଇଭ୍ ସ୍ୱର୍ଗ ଏଥେ ସୃଜି, ସର୍ପ ହାତେ ଦେଇଗଲେ ଚାବି ଭଣ୍ଡାରର। ଶୟତାନ ନିଜେ ସେଇ ସର୍ପ, ବିଶ୍ୱାମିତ୍ର ସମ ଶୃଙ୍ଖଳାର ମଧ୍ୟ ସ୍ୱର୍ଗ ସୃଜେ। ଏ ଚନ୍ଦ୍ର ପ୍ରାନ୍ତରେ ବିମ୍ବବତୀ ପୃଥିବୀର ନଭ ଅଭିସାରେ, ଅଭିଯାତ୍ରୀ ହୁଏ ଆତଙ୍କିତ। ଇଥର୍ର ସ୍ତରେ ସ୍ତରେ ଭାସି ଆସେ ଶୁଣେ ହିଂସା ଆଉ ଶୋଷଣ ସଙ୍ଗୀତ। ଆଗ୍ନେୟ କୋଣରେ ଧୂମକେତୁ ପ୍ରଦକ୍ଷିଣ କରେ, ଅସ୍ତମିତ ସୂର୍ଯ୍ୟ ଚିର ଦୀପ୍ୟ ଧ୍ରୁବ। ପ୍ରିୟ ସମ୍ଭାଷଣ ଦିଏ ସପ୍ତର୍ଷି ତାରାରେ, ଏ ପ୍ରାନ୍ତର ସୁପ୍ତ ଗାଢ଼ ନୀଳେ। ଏ ଆକାଶେ, ଏ ମୃତ୍ତିକା ତଳେ ଅଶରୀରୀ ଲକ୍ଷ ଆତ୍ମା ବିଳପେ ଆକୁଳେ। ସେ କେଉଁ ଚନ୍ଦ୍ର ସଭ୍ୟତା, ଚନ୍ଦ୍ର ଇତିହାସ, ହୁଏତ ସାମ୍ରାଜ୍ୟପନ୍ଥୀ ଅତ୍ୟାଚାର, ହାହାକାର ଆଉ ହତଶ୍ୱାସ ଅଦ୍ୟାପି ରହିଛି ଦୁଃସ୍ୱପ୍ନ ସମାନ ବ୍ୟାପୀ। କେହି ନାହିଁ ଗାଏ ସେ ଗୌରବ ଗାଥା ଆଜି ହାୟ। ଅହଲ୍ୟା ପୃଥିବୀ ଅୟୁତ ଶତାବ୍ଦୀ ପରେ, ଅଗ୍ନିସ୍ନାନ ଲଭି ଚନ୍ଦ୍ର ସମ ମୃତ ଯେବେ ହେବ। ପାଲଟିବ ମରୁଭୂମି, ସଜୀବ ସବୁଜ ଶୁଷ୍କ ମହାସାଗର ପରୀକ୍ଷା। କଳଙ୍କର ଘନ କୃଷ୍ଣରେଖା ହେବ ତାର ବକ୍ଷେ, ଆହ୍ନିକ ଗତି ପାଶୋରି ନିଜ ଏକ କକ୍ଷେ। ଏ ପୃଥିବୀ କରୁଥିବ ସୂର୍ଯ୍ୟ ପ୍ରଦକ୍ଷିଣ, ମାନପତ୍ର ଶିଳାଲିପି ଗବେଷଣା ନେଇ କେ କରିବ କହ ଜୟଗାନ। ସେ ମୃତ ପ୍ରାନ୍ତରେ ଭୂରାତ୍ରିର ଅନ୍ୟ ଗ୍ରହୁ ଅବତରି, କେଉଁ ଅଭିଯାତ୍ରୀ ନିକି ଜିଜ୍ଞାସିବ ଏଇ ପ୍ରଶ୍ନ ତହିଁ ପୁନର୍ବାର। ଏ ଚନ୍ଦ୍ର ପ୍ରାନ୍ତରେ ତାରା ଗ୍ରହ ନୀହାରିକା ଆଲୋକ ଭାସ୍ୱରେ, ଦେଖେ ମୁଁ ଚକିତେ ହୀରକ କର୍ଣ୍ଣିକା ମଣି ମାଣିକ୍ୟ ମରକତେ। ଯୋଜନ ବିସ୍ତୃତ ଏକ ସ୍ୱର୍ଣ୍ଣଶିଳା ପରି, ବସିକି କୌତୁକେ ଅନାଏ ପୃଥିବୀ ଧୀରେ। ଚଳେ ଅସ୍ତ ଶିଖେ କୃଷ୍ଣାଭ ଗୋଧୂଳି, ବିମ୍ବାନ୍ୱିତ କରେ ଚନ୍ଦ୍ରଗିରି। ଆଲୋଚନାର ଶୀର୍ଷକ ଚନ୍ଦ୍ରଲୋକରେ ସନ୍ଧ୍ୟାର। କବି ବିନୋଦ ଚନ୍ଦ୍ର। ଅତ୍ୟାଧୁନିକ ଓଡ଼ିଆ କବିତା ସାହିତ୍ୟରେ କଳ୍ପନା ବିଳାସୀ ରୋମାଣ୍ଟିକ କବି ବିନୋଦ ଚନ୍ଦ୍ର ନାୟକଙ୍କ ଦ୍ୱାରା ରଚିତ ଚନ୍ଦ୍ରଲୋକରେ ସନ୍ଧ୍ୟା କବିତା ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ B.A. ଶ୍ରେଣୀର ଓଡ଼ିଆ ଅନର୍ସ ସମ୍ମାନ ଶ୍ରେଣୀରେ ପାଠ୍ୟ ପ୍ରଚଳିତ ଥିଲା। ମୁଁ ସେତେବେଳେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରରେ ଥିବା D.A.V. ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ
ଥାଇ କବିତାଟିକୁ ପଢ଼ାଇଥିଲେ, ତାକୁ ପୁଣି ଆଉ ଥରେ ସମାଲୋଚନା କରିବାକୁ ଇଚ୍ଛା ହେଲା, ସେ ଲାଗି କରୁଅଛି। ବିନୋଦ ଚନ୍ଦ୍ର ନାୟକଙ୍କର ଚନ୍ଦ୍ରଲୋକରେ ସନ୍ଧ୍ୟା କବିତାଟି ବୌଦ୍ଧିକ, ଜଟିଳ, କୁଟିଳ, ଦୁର୍ବୋଧ୍ୟ କବିତା। ସହଜରେ ବୁଝି ହୋଇ ନଥାଏ, କିନ୍ତୁ କବିତାର ପ୍ରକାଶ ଭଙ୍ଗୀ, ତାର ଉପସ୍ଥାପନା ଶୈଳୀ ଚମତ୍କାର, ମନୋମୁଗ୍ଧକର। ବିନୋଦ ଚନ୍ଦ୍ର ନାୟକ ଖାଲି ବିଶିଷ୍ଟ ରୋମାଣ୍ଟିକ ପୁରସ୍କାର ପ୍ରାପ୍ତ ପାଠ୍ୟାନ୍ତର୍ଗତ କବି ନଥିଲେ, ସେ ମଧ୍ୟ ଥିଲେ ଡବଲ MA, ଉଭୟ ଇଂରାଜୀ ଏବଂ ଓଡ଼ିଆରେ MA ଡିଗ୍ରୀ ହାସଲ କରି ନିଜକୁ ଜଣେ ଓଡ଼ିଆ ଅଧ୍ୟାପକ କରାଇ ପାରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ତେଲିପାଳଠାରେ ଜନ୍ମିଥିଲେ। ଗ୍ରାମପଥ କବିତାର ସ୍ରଷ୍ଟା ହୋଇ ସେ ଓଡ଼ିଶାର ବରେଣ୍ୟ, ଅବିସ୍ମରଣୀୟ, ଅନନ୍ୟ, ଅମର କବିତ୍ୱର ସମ୍ମାନ ପ୍ରାପ୍ତ। ସେ ବି ଗବେଷଣାର ସାମଗ୍ରୀ ହୋଇଛନ୍ତି। ତାଙ୍କ କବିତାରେ ଗବେଷଣା କରି ଅନେକ ବ୍ୟକ୍ତି ଡକ୍ଟରେଟ୍ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଡକ୍ଟର ଅଶୋକ କୁମାର ମହାପାତ୍ର ଅନ୍ୟତମ, ଯିଏକି ଟିଟିଲାଗଡ଼ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଥିଲେ। ଚନ୍ଦ୍ର ତାର ଧଳା ଥଣ୍ଡା କିରଣ ବା ଜ୍ୟୋତ୍ସ୍ନା ଯୋଗୁଁ ମଣିଷ ପାଇଁ ଆକର୍ଷଣୀୟ, ମନମୁଗ୍ଧକର ବସ୍ତୁ ହୋଇଛି। ଚନ୍ଦ୍ରକୁ ନେଇ କିଛି ସାହିତ୍ୟ ସୃଷ୍ଟି ଓଡ଼ିଆ ଭାଷାରେ ଅଛି। ଉପେନ୍ଦ୍ର କିଶୋର ଦାସଙ୍କର ମଲାଜହ୍ନ ଉପନ୍ୟାସ, କବି ରମାକାନ୍ତ ରଥଙ୍କର ଜହ୍ନରାତି କବିତା, ରୋମାଣ୍ଟିକ କବି ମାୟାଧର ମାନସିଂଙ୍କର ମହାନଦୀରେ ଜ୍ୟୋତ୍ସ୍ନା ବିହାର କବିତା, ବାରିଷ୍ଟର ଗୋବିନ୍ଦ ଦାସଙ୍କର ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ନିର୍ମଳ ଚନ୍ଦ୍ର ଜ୍ୟୋତ୍ସ୍ନା, ଶରଦେ ବିରାଜି, ଦର୍ପକ ଦର୍ପଣେ ଥିଲେ ଯଥା ମାଜି, ଚାହିଁ କୁମର କାତର, ଲେଖି ଆରମ୍ଭିଲା ବସି ବିନୟ ପତର, ପ୍ରେମ ସୁଧାନିଧି କାବ୍ୟର ପଦ ଇତ୍ୟାଦି। ସୁରେନ୍ଦ୍ର ମହାନ୍ତିଙ୍କର ରୁଟି ଓ ଚନ୍ଦ୍ର ଗଳ୍ପ। ସେହିପରି ରୋମାଣ୍ଟିକ କବି ବିନୋଦ ଚନ୍ଦ୍ର ନାୟକଙ୍କର ସଂସ୍କୃତ ବୌଦ୍ଧିକ କବିତା। ଚନ୍ଦ୍ରଲୋକରେ ସନ୍ଧ୍ୟାର ମାନେ ଜହ୍ନ ପକ୍ଷ ରାତିର ସନ୍ଧ୍ୟା ଅଥବା ଚନ୍ଦ୍ର ଉଦିତ ସନ୍ଧ୍ୟା, ପରନ୍ତୁ ଚନ୍ଦ୍ର ରାଇଜରେ ସନ୍ଧ୍ୟା ନୁହେଁ। ଚନ୍ଦ୍ର ରାଜ୍ୟରେ ଜନବସତି ନାହିଁ, ତେଣୁ ସେଠି ସନ୍ଧ୍ୟା ଆସିବ କୁଆଡ଼ୁ? ପୃଥିବୀରେ ରାତି ଦିନ ହେଉଛି ବୋଲି ସନ୍ଧ୍ୟା ଆସୁଛି। କବି ଚନ୍ଦ୍ର ଉଦିତ ଶୁକ୍ଳ ପକ୍ଷର ସନ୍ଧ୍ୟାରେ ଘରେ ଅଛନ୍ତି। ଆକାଶରେ ଉଦିତ ବା ଉଦୟ ହୋଇଥିବା ଚନ୍ଦ୍ରକୁ ଦେଖୁଥିବା ମନୋଭାବିତ ସ୍ଥିତିରେ କବିତାଟିକୁ ଲିଖିଛନ୍ତି। କବିଙ୍କର ନୀଳଚନ୍ଦ୍ରର ଉପତ୍ୟକା ନାମରେ ବହି ଏବଂ କବିତାଟିଏ ବି ଅଛି, ଯେଉଁ କବିତାରେ ଭୂତ ପ୍ରେତର ଭୁତୁଣିର ବର୍ଣ୍ଣନା ଦେଖିବାକୁ ମିଳିବ। ନୀଳ ଆକାଶର ଚନ୍ଦ୍ର ନୀଳଚନ୍ଦ୍ର ମାନେ ଅତି ସହଜ, ନହେଲେ ଚନ୍ଦ୍ର ତ ଧଳା, ନୀଳ ହେବ କୁଆଡ଼ୁ? ତେବେ ନୀଳଚନ୍ଦ୍ର କହିବାର ମାନେରେ ରହିଛି କବିଙ୍କର ବୌଦ୍ଧିକ ଚାରୁ ଦୃଷ୍ଟି, ପାଠକୀୟ ଚିନ୍ତା ଉଦ୍ରେକ କରାଇବାର ପ୍ରଚେଷ୍ଟା। କବି ନିଜର ବୁଦ୍ଧିର, ଚେତନାର, କଳ୍ପନାର ଚନ୍ଦ୍ର ଆଲୋକ ପକାଇ ବୁଦ୍ଧିମାନ ସମଜଦାରଙ୍କ ଇସାରା କାପିର ସୂକ୍ଷ୍ମ ମନନଶୀଳ କବିତା ଆଗ୍ରହୀ ପାଠକ ବର୍ଗଙ୍କୁ ପ୍ରାକୃତିକ ଚନ୍ଦ୍ର ଆଲୋକିତ ଭୂମିଖଣ୍ଡରେ ସମଗ୍ର ପୃଥିବୀକୁ କିନ୍ତୁ ନୁହେଁ, ମାନବ ସଭ୍ୟତାର, ତାର ଜାତୀୟ ବସତିର, ସାଂସ୍କୃତିକ ବା ଜୀବନଧାରାର ଅପସୃୟମାନ ଅବକ୍ଷୟକୁ ଦେଖାଇଛନ୍ତି କବିତାଟିରେ। ଯେଉଁଠି ଚନ୍ଦ୍ର କିରଣ, ତାର ଆଲୋକ ପଡ଼ିଛି, ପତିତ ଅଛି ସମୟର ସନ୍ଧ୍ୟାରେ। ଭଲ ମନ୍ଦ ହୋଇ ମଣିଷ ଜୀବନ ଓ ତାର ସଙ୍ଗୋଷ୍ଠୀ, ପ୍ରାକୃତିକ ଓ ମାନବୀୟ ପ୍ରକୃତିଗତ ଏ ଜୀବନିକ ଆସନ୍ନ ଆସିଥିବା ସନ୍ଧ୍ୟା, ରାତ୍ରି ଆସିନାହିଁ କିମ୍ବା ମାନବ ସଭ୍ୟତା ପୂର୍ଣ୍ଣ ଧ୍ୱଂସ ହୋଇନାହିଁ। ଏଭଳି ଏକ ସନ୍ଧିକ୍ଷଣରେ କବିତାର ବିଷୟ ବଡ଼ କାବ୍ୟିକ, ବୌଦ୍ଧିକ ରୂପ ବୈଭବରେ ବିମଣ୍ଡିତ, ହୃଦୟଗ୍ରାହୀ ହୋଇଛି।
କବିତାଟି। କବିତାର ପ୍ରଥମ ପଦ ହେଲା ସନ୍ଧ୍ୟା ଆସେ ନାରଙ୍ଗ ଦିନାନ୍ତେ ତାରା ଛାୟା ତୋରଣର ପ୍ରାନ୍ତେ ଏ ପ୍ରାନ୍ତର ଚନ୍ଦ୍ରର ପ୍ରାନ୍ତର ଏ ପ୍ରାନ୍ତର ଗୈରିକ ମରୁଭୂ ଗୈରିକ ବଳୟ ଶେଷେ କୃଷ୍ଣଶିଳା ଆକାଶେ ଆକାଶେ ତୁମରି ପୃଥିବୀ ଉଏଁ ମେଘ କଳଙ୍କିତ ସାଗର ମେଖଳାବତୀ ତୁମରି ପୃଥିବୀ ନୀଳ ଶ୍ୟାମ ସ୍ନାତ ନୈଋତରେ ରକ୍ତଜବା ଶନିର ଇଙ୍ଗିତ ଏ ପ୍ରାନ୍ତର ପରେ କୁଙ୍କୁମିତ ଏ ପ୍ରାନ୍ତର ଆଗ୍ନେୟଗିରିର ଚିତା ଚିତ୍ରାଙ୍କିତ। କବି ଦେଖୁଥିବା ସ୍ଥିତିରେ କବିତା ଲେଖୁଛନ୍ତି। ସେହିଭଳି ଭଙ୍ଗୀରେ କବିତାଟି ରଚିତ। କବିତାଟି ବକ୍ତବ୍ୟଧର୍ମୀ। କବି କହୁଛନ୍ତି, ହେ ଭଗବାନ, ତୁମରି ପୃଥିବୀରେ ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ ଏବଂ ହଳଦିଆ ରଙ୍ଗ ମିଶ୍ରିତ ନାରଙ୍ଗୀ ଖରାର ଦିନର ଅନ୍ତିମ ପ୍ରହର ଏବଂ ତାର ଭାଗ। ଆକାଶର ଉପରି ଭାଗରେ ତାରାମାନେ ଉଇଁଲେଣି, ଚନ୍ଦ୍ର ବି ଉଦିତ ହେଲାଣି। ଉପରି ଭାଗକୁ କବି ତୋରଣ ବା ଆକାଶର ଗେଟ୍ କହିଛନ୍ତି। ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ କିରଣ ପଡ଼ି ସନ୍ନ୍ୟାସୀର ଗେରୁଆ ବସ୍ତ୍ରର ଭ୍ରମ ଆଣୁଛି। ସେହି ପ୍ରାନ୍ତର ବା ପଡ଼ିଆ ଯେଉଁଠି ସୂର୍ଯ୍ୟର ରକ୍ତିମ କିରଣ ପଡ଼ିଛି, ତାହା ପୃଥିବୀର ଏକ ମରୁପ୍ରାନ୍ତର ବା ମରୁଭୂମିର ଅଂଶ। ଗୈରିକ ବା ଗେରୁଆ ବା ଢାଉଆ ରଙ୍ଗରେ ଏକ ଆସ୍ତରଣ ବା ଲେୟାର ବା ଧାରଟିଏ ଅର୍ଦ୍ଧ ବୃତ୍ତାକାର ହୋଇ ପଡ଼ିଛି, ଅର୍ଥାତ୍ ସୂର୍ଯ୍ୟକିରଣ ବକ୍ର ଦିଶୁଛି। ଆକାଶରେ କଳା ପଥର ଭଳି କଳାହାଣ୍ଡିଆ ମେଘ ଠାଏ ଠାଏ ଅଛି, ଆଉ ସେଇଠି ଚନ୍ଦ୍ର ଉଦିତ ହୋଇ ଉପରକୁ ଉଠୁଅଛି। କଳାହାଣ୍ଡିଆ ମେଘକୁ କବି ମେଘ କଳଙ୍କିତ କହିଛନ୍ତି, କାରଣ ଏହା ଆକାଶକୁ ଆବୋରି ବା ଘେରି ରହିଥିବାରୁ ଆକାଶ ଭାଗ ସ୍ପଷ୍ଟ ଦିଶୁନାହିଁ, ସେଥିପାଇଁ। ପୁଣି ସେଇଠି ସମୁଦ୍ର ପୃଥିବୀର ଅଣ୍ଟା ସୂତା ଭଳି ଅର୍ଦ୍ଧବୃତ୍ତାକାର ହୋଇ ଘେରି ରହିଛି। ନୀଳ ଆକାଶ ଏବଂ ପୃଥିବୀର ସବୁଜ ବର୍ଣ୍ଣ ମଧ୍ୟରେ ସମୁଦ୍ର ମିଶିକି ଅଛି। ଉଦାଳିଆ ଦିଶୁଛି। କବିଙ୍କର କିନ୍ ଅବଜରଭେସନ୍ ବା ସୂକ୍ଷ୍ମ ପର୍ଯ୍ୟବେକ୍ଷଣଗତ ବର୍ଣ୍ଣନା ଲକ୍ଷ୍ୟ କରାଯାଏ। ନୈଋତ ବା ପୃଥିବୀର ଦକ୍ଷିଣ ପଶ୍ଚିମ କୋଣରେ ଶନି ବା ଅଶୁଭର ସୂଚନା। ଦକ୍ଷିଣ ଦିଗ ଯମଙ୍କର, ତାକୁ କବି ଲକ୍ଷ୍ୟ କରୁଛନ୍ତି। ସେହି ଅଞ୍ଚଳରେ ବି ସୂର୍ଯ୍ୟର ଅସ୍ତଗାମୀ ଲାଲ କିରଣ ପଡ଼ିଛି କୁଙ୍କୁମିତ ହୋଇ। ଯେଉଁଠି ଭୋଲ୍କାନ ବା ଆଗ୍ନେୟଗିରିର ଉପସ୍ଥିତି ଅଛି, ଯେଉଁଥିରୁ ତରଳ ଲାର୍ଭା ବା ବିଭିନ୍ନ ଉତ୍ତପ୍ତ ଅଗ୍ନିଶିଖାର ଗ୍ୟାସୀୟ ଉଦ୍ଗରଣ ହୁଏ। ପୁଣି କେଉଁଠି ସନ୍ଧ୍ୟାକାଳୀନ ଗୋଧୂଳି ବା ମୋଥ୍ ଆୱାରରେ ସୂର୍ଯ୍ୟ ଅଛନ୍ତି, ଅସ୍ତ ଯାଉଛନ୍ତି। ପୃଥିବୀର ଏହି ଭାଗରେ ଶ୍ମଶାନର ନିର୍ଜନତା ଅଛି। ତେଣୁ କବି ତାକୁ ଦେଖିବାରେ ଆଗ୍ରହୀ ନୁହନ୍ତି, ଯେହେତୁ ଶ୍ମଶାନ ଅଶୁଭ ସ୍ଥାନ। ଚନ୍ଦ୍ର ଧୀରେ ଧୀରେ ଉଇଁ ଆସୁଛି। ଚନ୍ଦ୍ର ବି ଏକ ଗୋଲାକାର ପୃଥିବୀ ବା ଗ୍ରହ, ମାଟି ପଥର ଖାଲଖମାର ଦୁନିଆ। ତେଣୁ ପୃଥିବୀର ନାମାନ୍ତର ଧରିଛି। ଚନ୍ଦ୍ରକିରଣ ମରୁଭୂମି ଶ୍ମଶାନ ମଶାଣିରେ ପଡ଼ିବା ସହିତ ଗଛ ଲତା ବନରେ ବି ପଡ଼ିଛି, ଯାହାକି ଶିଶିର ସ୍ନାତ ବା କାକର ଭିଜା ଶୀତଦିନର ଋତୁ ବା ସମୟ। ମଶାଣିରେ ଭୂତପ୍ରେତ ବୁଲିଥାନ୍ତି, ବାସ କରିଥାନ୍ତି। ଭୂତପ୍ରେତ ଡାହାଣୀ ଚିରୁଗୁଣୀଙ୍କୁ କବି ଦୁଷ୍ଟାତ୍ମା ମନ୍ଥରାର ତର୍କଣା ଦେଇଛନ୍ତି। ଏମାନେ ବିଘଟନ ଦୁର୍ଘଟଣା ଆଣନ୍ତି ମନୁଷ୍ୟ ଜୀବନରେ। ମନ୍ଥରା ରାମାୟଣର ଖଳନାୟିକା, ଯାହାଙ୍କ ପାଇଁ ରାମ ବନବାସ। ରାମାୟଣ ମହାକାବ୍ୟର ରଚନା। ଖଳ ସ୍ୱଭାବର ଦୀପ୍ତିରେ ସଂସାର ନାରଖାର, ଜ୍ୱାଳାରେ ଛାରଖାର ହୁଏ। ଏହି ସନ୍ଧ୍ୟାରେ ବାର୍ ବା ମଧୁଶାଳାରେ ନୃତ୍ୟ ନିଶାର ମାୟାଭ୍ରାନ୍ତିର ଭେଳିକି ସୃଜି ମଣିଷ ଭ୍ରଷ୍ଟାଚାରୀ ପାଲଟେ। ନର୍ତ୍ତକୀ ଏଠି ମନ୍ଥରା ଅଭ୍ୟାଗତ ଅତିଥିଙ୍କୁ ନୃତ୍ୟ ନିଶାରେ ଭୁଲାଏ। ସନ୍ଧ୍ୟା ହେଲେ ବାର୍ରେ ଅସଂଖ୍ୟ ଲୋକଙ୍କର ଭିଡ଼ ଜମେ। କଣା ପାତ୍ରରୁ ଯେମିତି ପାଣି ବହେ, ସେମିତି ମଦ୍ୟପ ନିଶାଡ଼ି ପାଟିରେ ମଦ ବିନ୍ଦୁ ପକାଏ, ପିଏ। ଆଉ ବାର୍ ବୟ ମଦ ଗ୍ଲାସ ମଦ ବୋତଲ ଟ୍ରେରେ ଧରି ଉପବେଶିତ ଲୋକଙ୍କୁ ବାଣ୍ଟେ, ସର୍ଭ କରୁଥାଏ। ମଦୁଆ ନିଶାଡ଼ି ଭିତରେ ସହୃଦୟତା ମାନବିକତାର ଅଭାବ ଦେଖାଦିଏ। ନିଶାରେ ଚୁର ହୋଇ ମରାମରି ଧସ୍ତାଧସ୍ତି ଗଣ୍ଡଗୋଳ ଲାଗିଯାଏ। ଗାଳିର ଅଗ୍ନିବର୍ଷା ହୁଏ।
ମହୁମାଛି ବିଭିନ୍ନ ଫୁଲରୁ ମହୁ ସଂଗ୍ରହ କରି ମହୁ ଫେଣା ତିଆରି କରେ। ଆଉ ସେହି ଫେଣାରେ ମିଠା ମହୁ ସଂରକ୍ଷିତ ଥାଏ। ଲୋକେ ସେହି ମହୁ ଫେଣାକୁ ନେବା ପାଇଁ ନିଆଁ ଜଳାଇ ମହୁମାଛିକୁ ତଡ଼ି ଫେଣା ଆଣି ଚିପୁଡ଼ି ମହୁ ସଂଗ୍ରହ କରିଥାନ୍ତି। ମହୁମାଛି ସହିତ ଅଗ୍ନି ବିପ୍ଳବ କରନ୍ତି, ଯାହାକୁ ଅସହଯୋଗ ଆନ୍ଦୋଳନ ବୋଲି କବି କହିଛନ୍ତି। ଯିଏ ମହୁର ସ୍ରଷ୍ଟା ସେ ମହୁ ପାଇପାରେନି, ମରିଯାଏ ନିଆଁ ଭାସରେ। କବିଙ୍କ ଭାଷାରେ ମଧୁମକ୍ଷିକାର ଚକ୍ରେ ସହଯୋଗହୀନ ଆନ୍ଦୋଳନ, ମାରଣ ମନ୍ତ୍ରରେ ହୁଏ ଆଗ୍ନେୟ ବର୍ଷଣ। କବିଙ୍କର ଭାଷାରେ ଏଇ ତ ପୃଥିବୀ, ଏକଦା ଆଦମ ଇଭ୍ ସ୍ୱର୍ଗ ଏଥେ ସୃଜି। ସର୍ପ ହାତେ ଦେଇଗଲେ ଚାବି ଭଣ୍ଡାରର, ଶୟତାନ ନିଜେ ସେଇ ସର୍ପ। ବିଶ୍ୱାମିତ୍ର ସମ ଶୃଙ୍ଖଳାର ମଧ୍ୟ ସ୍ୱର୍ଗ ସୃଜେ ଏ ଚନ୍ଦ୍ର ପ୍ରାନ୍ତରେ। ବିମ୍ବବତୀ ପୃଥିବୀର ନଭ ଅଭିସାରେ, ଅଭିଯାତ୍ରୀ ହୁଏ ଆତଙ୍କିତ। ଇଥରର ବା ମହାକାଶର ସ୍ତରେ ସ୍ତରେ ଭାସି ଆସେ, ଶୁଣେ ହିଂସା ଆଉ ଶୋଷଣ ସଙ୍ଗୀତ। ଆଗ୍ନେୟ କୋଣରେ ଧୂମକେତୁ ପ୍ରଦକ୍ଷିଣ କରେ, ଅସ୍ତମିତ ସୂର୍ଯ୍ୟ ଚିରଦୀପ୍ୟ ଧ୍ରୁବ। ପ୍ରିୟ ସମ୍ଭାଷଣ ଦିଏ ସପ୍ତର୍ଷି ତାରାରେ, ଏ ପ୍ରାନ୍ତର ସୁପ୍ତ ଗାଢ଼ ନୀଳେ। ଏ ଆକାଶେ, ଏ ମୃତ୍ତିକା ତଳେ ଅଶରୀରୀ ଲକ୍ଷ ଆତ୍ମା ବିଳପେ ଆକୁଳି। କବି ହେବାକୁ ହେଲେ ବହୁତ କିଛି ପଢ଼ିବାକୁ ପଡ଼ିବ। ଆଉଟୱାର୍ଡ ନଲେଜ ବା ବାହ୍ୟ ଜ୍ଞାନ ରଖିବାକୁ ହେବ। କବି ବିନୋଦ ନାୟକ ବାଇବେଲ ଗ୍ରନ୍ଥ ପଢ଼ିଛନ୍ତି, ଇସଲାମ ଧର୍ମ ଜ୍ଞାନ ରଖିଛନ୍ତି। ଯେହେତୁ ସେ ଆଦମ ଏବଂ ଇଭ୍ ବା ହୱା ବା ଇଂରାଜୀ କବି ଜନ୍ ମିଲ୍ଟନଙ୍କର ରଚିତ ପାରାଡାଇଜ ଲଷ୍ଟ କାବ୍ୟ ପଢ଼ିଥିଲେ ବୋଲି ନିଷିଦ୍ଧ ଗଛର ଫଳ ସାପ ବେଶୀ ନିଷିଦ୍ଧ ଗଛର ଡାଳରେ ଗୁଡ଼େଇ ଦୁଷ୍ଟ ପାଜି ଶୟତାନର ପ୍ରଲୁବ୍ଧ ପ୍ରଲୋଭିତ କଥାରେ ପଡ଼ି ଫଳ ଖାଇ ଦେଇଥିବାରୁ ଦୁହେଁ ଲଙ୍ଗଳା ହୋଇଯାଇ ସ୍ୱର୍ଗ ଗଛର ପତ୍ରରେ ନିଜର ଲଜ୍ଜାଙ୍ଗ ଲୁଚାଇ ଶେଷରେ ଈଶ୍ୱରଙ୍କ କୋପରେ ତାଙ୍କର ବାରଣ ମାନି ନ ଥିବା ଦୋଷରେ ସ୍ୱର୍ଗରୁ ତଡ଼ା ଖାଇ ସାପ ସହିତ ଦୁହେଁ ମର୍ତ୍ତ୍ୟ ବା ମରଣଶୀଳ ମୃତ୍ୟୁଗାମୀ ପୃଥିବୀରେ ପଡ଼ି ପାର୍ଥିବ ଜୀବନ ବିତାଇଥିଲେ। ମାନବ ଜାତିର ଆଦିପିତା ଆଦମ ଏବଂ ଆଦିମାତା ଇଭ୍ ବା ହୱା। କହିବାର ଉଦ୍ଦେଶ୍ୟ ହେଲା, ମଣିଷର ଅମାନିଆପଣକୁ ପୌରାଣିକ ମିଥ୍ର ଉଦାହରଣ ଦ୍ୱାରା କବି ବୁଝାଇଛନ୍ତି। ମଣିଷ ପରବୁଦ୍ଧି ପ୍ରପଞ୍ଚରେ ପଡ଼ି ପରଭାତୁଆ ନିଉଛଣା ହୋଇଯାଇ ଦୁଃଖ ଦୁର୍ଦ୍ଦଶା ଭୋଗେ। ଆଦିମ ଯୁଗରୁ ଧନାତନ ଯୁଗ ପର୍ଯ୍ୟନ୍ତ ମଣିଷଠାରେ ଏଇ କୁଟିଳ ସର୍ପ ବୁଦ୍ଧି ରହି ଆସିଛି। ପୁଣି ଲାଲି ଓଠର ଲିପଷ୍ଟିକ ଟେକଅପ୍ ହୋଇ ବେଶ୍ୟାର ପରକୀୟା ପ୍ରୀତି ମତ୍ତ ମଣିଷ ଜୀବନର ନୀତି ନିୟମ ଆଦର୍ଶ ଶୃଙ୍ଖଳା ପ୍ରତିବନ୍ଧକ ଡେଇଁ ନ ମାନି ଲମ୍ପଟ କାମୁକ ଭ୍ରଷ୍ଟାଚାରୀ ବନିଯାଏ। ବିଶ୍ୱାମିତ୍ର ସନ୍ନ୍ୟାସୀଙ୍କର ମେନକା ନର୍ତ୍ତକୀର ଲୋଭରେ ସାଧନାର ନିଷ୍ଠା ନୈଷ୍ଠିକତା ବିସର୍ଜନ ଦେଇ ଯେମିତି ଲମ୍ପଟ କାମୁକ ପରଦାରାସକ୍ତ ହୋଇଯାଇଥିଲେ ବିଶ୍ୱାମିତ୍ର ଋଷି, ଠିକ୍ ସେମିତି ମଣିଷ ବି ହୋଇଯାଏ ସାଧୁରୁ ଅସାଧୁ। ପରକୀୟା ପ୍ରୀତିର ଜୀବନିକ ଭୟାବହତା, ରେଡ୍ ଲାଇଟ୍ ଏରିଆରେ ପଶି ହିଂସା ମୃତ୍ୟୁ ଶୋଷଣର କୋଳାହଳ ସତେକି ଧୂମକେତୁ ରୂପୀ ଲଞ୍ଝା ତାରାର ସେଇ ବେଶ୍ୟାପୋଡ଼ା ଅଗ୍ନିକୋଣ ବା ଅଶୁଭ ସ୍ଥାନ। ପୁଣି ଆକାଶରେ ଉତ୍ତର ଦିଗରେ ଧ୍ରୁବତାରା ଜୀବନର ଶୁଭ ଏବଂ ସୁଖର ସଂକେତ ଦିଏ। ନାବିକଙ୍କ ଦିଗବାରିଣୀ କାମ ଭଳି ସପ୍ତର୍ଷି ତାରାର କ୍ରତୁ ପୁଲହ ପୁଲସ୍ୟ ଅତ୍ରି ଅଙ୍ଗିରା ବଶିଷ୍ଠ ମରୀଚି ଭଳି ଆକାଶ ନୀଳ ହେଲେ ପୃଥିବୀ ମାଟି କାଳିଆ ମାଟିଆ ଅବସ୍ଥିତିରେ ଅତୃପ୍ତ ଅଶରୀରୀ ଆତ୍ମା ଧ୍ୱଂସର ବିଭୀଷିକା ପାଇ ବିକଳରେ କାନ୍ଦୁଥାନ୍ତି। ମାନେ ଧରିତ୍ରୀର ସୁଖ ଦୁଃଖର ବୈଚିତ୍ର୍ୟ ବିବିଧତା। ପୁଣି ଚନ୍ଦ୍ର ରାଜବଂଶ ଭଳି କେତେ କେତେ ସାମ୍ରାଜ୍ୟ ଲୋଭୀଙ୍କର ଅତ୍ୟାଚାରରେ ଅତିଷ୍ଠ ପୃଥିବୀବାସୀଙ୍କ ଅଶାନ୍ତ ସ୍ଥିତିର ଚିତ୍ର ବି ଚନ୍ଦ୍ର ଆଲୋକରେ କବି ଐତିହ୍ୟ ସତର୍କ ସଚେତନ ହୋଇ ମନର ପରଦାରେ ଦେଖୁଛନ୍ତି। ମଣିଷର ଭଙ୍ଗା ଗଢ଼ା ଦୁନିଆର ଲୀଳାଖେଳା, ମାନବ ଜୀବନର କଳଙ୍କକୁ ଦୁଷ୍ଟ ବ୍ରଣକୁ। ପୁରାଣର ଗୌତମ ମୁନିଙ୍କ ପତ୍ନୀ ଅହଲ୍ୟା ଯେମିତି ରାମଙ୍କର ପଦସ୍ପର୍ଶରେ ପାଷାଣୀରୁ
ମାନବୀ ଅହଲ୍ୟା ହୋଇଥିଲେ ସେମିତି ପୃଥିବୀର ଜୀବନରେ ପରିବର୍ତ୍ତନ ଆସିବ। ଚନ୍ଦ୍ର ଯେମିତି ପୃଥିବୀରୁ ଛିଟିକି ଯାଇ ଏକ ଉପଗ୍ରହ ହୋଇଛି, ଗ୍ୟାସୀୟ ପିଣ୍ଡରୁ କଠିନ ପିଣ୍ଡରେ ପରିଣତ ହୋଇଛି, ଶୀତଳ ଲୋଭୀ ତାର ସ୍ଥିତି ପ୍ରକାଶିଛି, ସେମିତି ପୃଥିବୀରେ ମାନବ ସମାଜ ଅଶାନ୍ତରୁ ଶାନ୍ତ ହେବ। ମରୁଭୂମିରେ ଯେମିତି ଓଏସିସ୍ ମରୁଦ୍ୟାନ ଥାଏ, ସଜୀବ ତଥା ସବୁଜର ସଞ୍ଚାର ଦିଶେ, ସମୁଦ୍ରରେ ଗଡ଼ଖାଇରେ ଘନ କଳାର ସାମ୍ରାଜ୍ୟକୁ ମଣିଷ ଖୋଜି ସମ୍ପ୍ରୀତିର ସଦ୍ଭାବନାର ଇତିହାସ ଲେଖିବ, ସମ୍ମାନରେ ଭୂଷିତ ହେବ। ଇତିହାସ ବା ଅତୀତ ମାନବୀୟ ଜୀବନଧାରାର ଅନୁସନ୍ଧାନକାରୀ ଗବେଷକ ହେବ। ମଣିଷର ଜୟଗୀତି ଗାଇବ, ମୃତ ପୁଣି ଜୀବ ପାଇବ, ଅତୀତ ସଜୀବ ହେବ। ମଣିଷ ଯାତ୍ରୀ ହୋଇ ପଚାରିବ, ଐତିହ୍ୟକୁ ଖୋଜିବ, ସଭ୍ୟତାର ଇତିହାସକୁ ଖୋଜିବ। ମାନବୀୟ ସଂସ୍କୃତିର ଏହା ହିଁ ପରିଚୟ, ପୁରୁଷାନୁକ୍ରମିକତାର ବିବରଣୀ। ଚନ୍ଦ୍ର ତାରା ଗ୍ରହରେ ଆକାଶ ଉଜ୍ଜ୍ୱଳିତ ଦିଶୁଛି। କବି ଚନ୍ଦ୍ର ତାରା ଗ୍ରହଙ୍କୁ ମଣିମାଣିକ୍ୟ ହୀରାର ତର୍କଣା ଦେଇଛନ୍ତି। ଭବିଷ୍ୟତ ମାନବ ସଭ୍ୟତାର ଗୌରବ ଆକଳନ କରିଛନ୍ତି। ଯେହେତୁ ମଣିଷ ଜ୍ଞାନ ପିପାସୁ, ଗୌରବର ପଥର ଖଣ୍ଡ ଉପରେ ବସି କବି ଆଗ୍ରହରେ ଚାହିଁ ଦେଖୁଛନ୍ତି କି ଚନ୍ଦ୍ର ଧୀରେ ଧୀରେ ପୃଥିବୀର ମାଟିଆ ବକ୍ଷରେ ପୂର୍ବାଶାରେ କଳା ରଙ୍ଗର ଛାଇରେ ମାଟି ପୃଥିବୀକୁ ଅନ୍ଧାର କରି ବୁଡ଼ି ଯାଉଅଛି। ବିଭୁ ମାନବ ଓ ପ୍ରକୃତି ଚିନ୍ତାର ଏହି କ୍ଳିଷ୍ଟ ଦୁର୍ବୋଧ୍ୟ କବିତା ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକଙ୍କର ଚନ୍ଦ୍ରାଲୋକରେ ସନ୍ଧ୍ୟାଟି।